ଭାରତର ସାଂସ୍କୃତିକ ବିଚିତ୍ରା ଅନ୍ୟାନ୍ୟ ଅନୁପମ। ପ୍ରତ୍ୟେକ ରାଜ୍ୟରେ କଳାର ସ୍ୱତନ୍ତ୍ର ରହିଛି। ତାହା ଏକ ସମୟରେ ଏକାଠି ପ୍ରଦର୍ଶନ ଦ୍ୱାରା ସାଂସ୍କୃତିକ ଚେତନାର ଉନ୍ମେଷ ହେବା ସହ କଳାକାରମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ଏବଂ ଭାବ ବିନିମୟ ସହଜ ହୋଇଥାଏ ବୋଲି କହିଛନ୍ତି ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ସନ୍ଧ୍ୟାରେ 3 ଦିନିଆ ଭାରତ ସାଂସ୍କୃତିକ ଯାତ୍ରା ଉଦ୍ଘାଟିତ ହୋଇଥିଲା। ଏହାକୁ ଉଦ୍ଘାଟନ କରି ଶ୍ରୀ ସେଠୀ ଜଗନ୍ନାଥ ନିଜେ ନିଜ କଳା ପ୍ରିୟ ଠାକୁର, ତାଙ୍କ ମାଟିରେ ଏହି ମହାନୀୟ କାର୍ଯ୍ୟକ୍ରମର ଆୟୋଜନ ଏକ ସୁନ୍ଦର ପଦକ୍ଷେପ। କଳାକାରମାନେ ନିଜ କଳା ପ୍ରଦର୍ଶନ ସହ ଅନ୍ୟ କଳାକାରଙ୍କଠାରୁ ମଧ୍ୟ ଅନେକ ଶିକ୍ଷା ଲାଭ କରିପାରିବେ ବୋଲି ସେ ଆଶା କରିଥିଲେ। ପ୍ରସନ୍ନଜିତ ପୋଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ରଙ୍ଗଶାଳାର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ କଳାକାରଙ୍କ ପାଇଁ ଏକ ବଡ଼ ମଞ୍ଚ ଏମାନଙ୍କୁ ଅନେକ ଶିକ୍ଷା ଦେବା ସହ ସେମାନଙ୍କ ପ୍ରଦର୍ଶନକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ କହିଥିଲେ। ରିପୋର୍ଟ ଓଡ଼ିଶା ଡିଜିଟାଲ।